ଆପଣ ଆସିଛନ୍ତି କ'ଣ ଏମିତି ଆବଶ୍ୟକତା ଅଛି ସିକ୍ୟୁରିଟିର ଏବଂ ବାଉନ୍ସର ମାନଙ୍କ ସହିତ? ଦେଖନ୍ତୁ କଟକିଆ ଭାଇ ମୋ ସାନ ଭାଇ ଜିତୁର ମୋତେ ଦିଲ୍ଲୀ ଡାକିଲା। ମୁଁ ଭୁବନେଶ୍ୱର ଆସିଲି ମୁଁ କଟକିଆ ଭାଇ ସପୋର୍ଟ କରିବା ପାଇଁ। ସେ ଗୋଟେ ଆଜି ଦେଖନ୍ତୁ ଉତ୍କଳ ଦିବସରେ ଗୋଟେ ବହୁତ ଭଲ କାମଟା କଲା। ସିଏ ନେତା ହେଉ କି ଅଭିନେତା ହେଉ ଏନି ସେଲିବ୍ରିଟି ସମସ୍ତଙ୍କର ଆଜିକା ଦିନରେ ଗୋଟେ ବଡ଼ିଗାର୍ଡ଼ ଦରକାର, ଯାହାକୁ ଆମେ ମଡ଼ର୍ଣ୍ଣ ଭାଷାରେ କହୁଛୁ ବାଉନ୍ସର ଦରକାର। ଆଉ ଆଗରୁ କିଛି ଲୋକ ମାନେ କିଛି ଏଜେନ୍ସି କରିଥିଲେ ବାଉନ୍ସର, ବଟ୍ ସେମାନେ ପରମାନେଣ୍ଟ ନଥିଲେ, ଯେଉଁଟାକି ଜିତୁର ଆଜି ସେ ଜେଟ୍ ପ୍ଲସ୍ ସିକ୍ୟୁରିଟି ନାଁରେ ଗୋଟେ କମ୍ପାନୀ ଖୋଲିଲା, ଏଜେନ୍ସି ଖୋଲିଲା। ଆର ଗୋଟେ ଭଲ ଗୁଣ ଦେଖିଲି ଜିତୁର, ଏମାନେ ଯେଉଁ ବାଉନ୍ସର ମାନେ ଅଛନ୍ତି ସେମାନେ ସୁରକ୍ଷା ଦିଅନ୍ତି ସେଲିବ୍ରିଟିମାନଙ୍କୁ, ବଟ୍ ତାଙ୍କର ନିଜର କିଛି ସୁରକ୍ଷାର ଗ୍ୟାରେଣ୍ଟି ନଥିଲା। ମାନେ ଦେଖନ୍ତୁ ସେମାନେ ବି ବାହାରକୁ ଯାଉଛନ୍ତି, ତାଙ୍କୁ ବି ଅଘଟଣ ହେଇପାରେ, ବଟ୍ ଜିତୁର ଗୋଟେ ଭଲ ଗୁଣ ଦେଖିଲି, ତାଙ୍କର ବି ସୁରକ୍ଷା ପାଇଁ ସେ ଇନ୍ସୁରାନ୍ସ କରିଛି, ସେ ଇନ୍ସୁରାନ୍ସ କରିଛି, ଯେଉଁଟାକି ତାଙ୍କ ପାଇଁ ବି ମାନେ ଭବିଷ୍ୟତ ପାଇଁ ସେଫ୍। ତେଣୁ ଏଇଟା ବହୁତ ଭଲ ଗୁଣ। ତେଣୁ ଆଉ ମୁଁ ତ ଆସିଲି ଦେଖିଲି ବାଉନ୍ସର ମାନେ ଦେଖନ୍ତୁ ଅର୍ଡ଼ିନାରୀ ଲୋକ ହେଲେ ବାଉନ୍ସର ଲାଗିବେନି, ମାନେ ବଡ଼ିଗାର୍ଡ଼ ହେବେ, ସେମାନେ କ'ଣ ହେବା ଦରକାର। ତେଣୁ ମୁଁ ଦେଖିଲି ମାନେ 200 ମେମ୍ବର ଅଛନ୍ତି, 200 ମେମ୍ବରରୁ ମୁଁ 100-150 ଲୋକ ଦେଖିଲି, ମାନେ ହୃଷ୍ଟପୃଷ୍ଟ ମାନେ ଦେଖିଲେ ଲାଗିବ ସାମ୍ନା ବାଲା ଯଦି କିଏ ଆସିଥିବ ଆଟାକ୍ କରିବା ପାଇଁ ସେ 10 ଥର ଭାବିବ ଆଟାକ୍ କରିବା ପାଇଁ। ତେଣୁ ଏଇଟା ଗୋଟେ ଭଲ ଗୁଣ, ମାନେ ଯେଉଁଟାକି ବାଉନ୍ସରମାନଙ୍କର ଲକ୍ଷଣ ଏଇଟା। ତେଣୁ ଏଇଟା ବହୁତ ଭଲ ପଦକ୍ଷେପ ନେଇ କରିଛି। ତେଣୁ ମୁଁ ଭାବୁଛି ଏଇଟା ସିଓର ସକ୍ସେସ୍ ହେବ, କାହିଁକିନା ଆଜିକା ଦିନରେ ଏଇଟା ଗୋଟେ ହେଇଗଲାଣି ସୁରକ୍ଷାର ଗୋଟେ ଗ୍ୟାରେଣ୍ଟି। ଆମେ ଭାଇ କଟକିଆ ଭାଇଚାରା, ଆମେ ସବୁ ଭାଇଚାରା ଚାଲେ, ଆମକୁ ବଡ଼ିଗାର୍ଡ଼ ଦରକାର ନାହିଁ। ଆମର ଭାଇମାନେ ମୋତେ ଅଛନ୍ତି, କିନ୍ତୁ କିଛି ଲୋକ ଏମିତି ଫସୁଛନ୍ତି, ସେଠି ବଡ଼ିଗାର୍ଡ଼ ନେଇକି ଗଲେ କି ଲାଭ ନାହିଁ। ଯାହାର ଯେଉଁ କାମ ହେବ କିଛି ନାହିଁ, ସେଲିବ୍ରିଟିମାନଙ୍କ ପାଇଁ ଏଇଟା ଭଲ ପଦକ୍ଷେପ। ଧନ୍ୟବାଦ।